উপস্থিত ভারতের ভূগোল মহাশয় এবং প্রথম কার্যকারী বিশ্বাসী প্রত্যেকଙ୍କୁ ଯୀଶୁଖ୍ରୀଷ୍ଟ ନାମରେ ଆନ୍ତରିକ ନମସ୍କାର ଜଣାଏ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏହି ସମୟରେ ଆମେ ଆସନ୍ତୁ ପ୍ରାର୍ଥନା କରିବୁ। ଧନ୍ୟବାଦ ପ୍ରଭୁ, ଗୌର ଗୌରବତା ପ୍ରାର୍ଥନା କରିବୁ। ବାକ୍ୟ ସହିତ ଧନ୍ୟବାଦ କରିବୁ। ସେ ବାକ୍ୟ ଦ୍ୱାରା ଆମକୁ କଥା କରିବୁ। ଆମର ହୃଦୟକୁ ତୋ ବାକ୍ୟରେ ଆମକୁ ପରିପୂର୍ଣ୍ଣ କରିବା ଭରପୁର କରିବୁ। ଆମେ ଯେପରି ତୋ ବିଶ୍ୱାସରେ ଏପରି ବାକ୍ୟ ଆଉ ହୃଦୟରେ ଧରିବା ଏଇ ମଦ ଜଗତରେ ବଞ୍ଚିବାକୁ ପାରିବୁ। ପରୀକ୍ଷା ପୂର୍ବରୁ ଆମେ ଉଦ୍ଧାର ପାରିବା। ଉପସ୍ଥ ପର୍ଯ୍ୟନ୍ତ ଆଶୀର୍ବାଦ କର, ନିଜର ବ୍ୟବହାର କର। ହେ ପଦାର ଆବଶ୍ୟକ ତୁମେ ବାକ୍ୟର ଲେଖ କର, ମଦ ବକ୍ତା ଧନ୍ୟବାଦ ଦେଉଛି। ତୁମେ ପ୍ରତିଟି ବାକ୍ୟ ଆମକୁ ବୁଝାଇଛୁ। ମହିମା ପୂଜା ପାଉ ଯୀଶୁର ମାଗୁଛୁ। ମୋ ଯୋଗ୍ୟକୁ ମହାସମିତି ତାଙ୍କର ବର୍ଷର ପ୍ରଥମ ଅଧିବେଶନରେ ମୋତେ ସୁଯୋଗ ଦେଇଥିବାରୁ ଆଉ ମହାସମିତିର ପ୍ରତ୍ୟେକ ପ୍ରତିଭାକୁ ମୁଁ ପ୍ରଭୁଙ୍କ ନାମରେ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଏ ସମିତି ଯେପରି ଆଗକୁ ଆହୁରି ସୁନ୍ଦର ଭାବେ ଆଉ ପ୍ରଭୁଙ୍କ ନାମରେ ବଢ଼ିବାକୁ ପାରିବା ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେ ଦେଖିବା ଆମେ ପ୍ରାର୍ଥନା ସଭାରେ ଯେମିତି ଗୋଟେ ବାକ୍ୟ ଶୁଣିଥିଲୁ ଯେ ଜଣେ ମା ସେ ତାଙ୍କର ଝିଅର ଭୂତ ଛଡ଼େଇବା ନିମନ୍ତେ ସେ ଅନୁରୋଧ କରୁଥିଲେ, କିନ୍ତୁ ତାଙ୍କୁ କହିଲେ ପଢ଼ା ପାଇଲେ ପ୍ରଭୁ ତାକୁ ତୁଚ୍ଛ ଦେଖିଲେନି। ଗୋଟେ ଜ୍ଞାନୀ ଆସିଲେ, ଗୋଟେ ବିଦ୍ୟାର୍ଥୀ ଆସିଲେ, ଆ କଥାକୁ ଶୁଣିକି ବୋଲି ତାକୁ ସେ ତୁଚ୍ଛ ଦେଖିଲେନି, ବରଂ ଆଉ ତାର ସପକ୍ଷ ହେଲେ ବାଧ୍ୟ ତାର କଥା ଶୁଣିଲେ। କାରଣ କ'ଣ ନା ଯୀଶୁଖ୍ରୀଷ୍ଟ ମା'ମାନଙ୍କୁ ସେ ବେଶୀ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ ମା'ମାନଙ୍କୁ ବେଶୀ ପ୍ରେମ କରନ୍ତି, ତାଙ୍କର ସପକ୍ଷ ହୁଅନ୍ତି। ସପକ୍ଷ ମାନେ ପଟିଆ ହୁଅନ୍ତି, ତାଙ୍କର ପଟିଆ ବେଶୀ ହୁଅନ୍ତି ଯୀଶୁଖ୍ରୀଷ୍ଟ। ଓଡ଼ିଆ ଭାଷା ବା ଆମ ଜଳବତୀ ଭାଷାରେ ଯୀଶୁ ମା'ମାନଙ୍କର ପଟିଆ ହୁଅନ୍ତି। ପଟିଆ ବୋଲି କ'ଣ? ତା ସାପ ହୁଅନ୍ତି, ତା ସପକ୍ଷ ହୁଅନ୍ତି। କେମିତି ସପକ୍ଷ ପଟିଆ ବାହାରନ୍ତି ନା ଜଣେ ମା'କୁ ଜଣେ ଲୋକ ବେଶୀ କହିପାରୁଛି, ତାର ଦୋଷ ଧରୁଛି, ତାକୁ ବିଭିନ୍ନ କଥା କହୁଛି। ସେ ସମୟରେ ଯୀଶୁ ସେ ମା ସପକ୍ଷ ହୁଅନ୍ତି। ସେ କହିବା ଲୋକର ପଟିଆ ହୁଅନ୍ତି ନା, ତାର ସପକ୍ଷ ହୁଅନ୍ତି ନା, ସେ ମା'ର ପଟିଆ ହୁଅନ୍ତି, ତାର ସପକ୍ଷ ହୁଅନ୍ତି। ସେମିତି କେତେଟା ଉଦାହରଣ ମୁଁ କହିବି, ପ୍ରାୟ 3-4ଟା ଉଦାହରଣ ମୁଁ କହିବି, ବାକ୍ୟରୁ ହିଁ ତାହା କହିବି। ଆଉ ସେଟା ଲମ୍ବା ଲମ୍ବା କାହାଣୀ, କିନ୍ତୁ ସକେ କରି କହିବି। ସମୟ 12:10 ହେଲାଣି, ମୁଁ ଚେଷ୍ଟା କରିବି ଅଧଘଣ୍ଟା ଭିତରେ। ଆମେ ଦେଖିବା ଯୀଶୁ ଦୁର୍ବଳମାନଙ୍କର ସପକ୍ଷ, ଯୀଶୁ ପକ୍ଷ ସମର୍ଥକ। ଯୀଶୁ ଲୋକମାନେ ସେମାନଙ୍କ ସପକ୍ଷରେ ସେ ଠିଆ ହୁଅନ୍ତି। ଯୀଶୁ ଦୁର୍ବଳମାନଙ୍କର ସପକ୍ଷ ହେଲେ ବିଶେଷ କରି ବାଇବଲରେ ଆମେ ଦେଖୁ ମା'ମାନଙ୍କୁ ଦୁର୍ବଳ ପାତ୍ରୀ ବୋଲି କୁହାଯାଏ, ଅବଳା ବା ଦୁର୍ବଳା ବୋଲି କୁହାଯାଏ। ହେଲେ ସେମାନଙ୍କର ସେ ସପକ୍ଷ ଅଟନ୍ତି, ସେମାନଙ୍କର ପକ୍ଷ ସମର୍ଥନ କରୁଛନ୍ତି, ସେମାନଙ୍କ ସପକ୍ଷରେ ସେ ଠିଆ ହୁଅନ୍ତି। ଆମେ ଯୋହନ 8 ପର୍ବରେ ଦେଖିବା ଯେ ପଢ଼ିଲେ ଡେରି ହେବ, ତେଣୁ ସଂକ୍ଷେପରେ କହିଦେବି। ସେ କାହାଣୀ ଆପଣମାନେ ସମସ୍ତେ ଜାଣନ୍ତି। ଜଣେ ଆଉ ବ୍ୟଭିଚାରୀ ସ୍ତ୍ରୀ, ସେ ତାଙ୍କର ସେ ବ୍ୟଭିଚାର କର୍ମ କରିବା ସମୟରେ ସେ ଧରା ପଡ଼ିଗଲେ। ତେଣୁ ଲୋକମାନେ ତାଙ୍କୁ ଧରି ସେମାନେ ଯୀଶୁଙ୍କ ନିକଟକୁ ଗଲେ, ତାଙ୍କୁ ଯୀଶୁଙ୍କ ନିକଟକୁ ନେଲେ। ଆଉ କହିଲେ ଯୀଶୁଙ୍କୁ, ମୁଁ ବେଶୀ ବାକ୍ୟ ପଢ଼େଇବି ନାହିଁ, କାରଣ 4-5ଟା ଦୃଷ୍ଟାନ୍ତ ମୁଁ କହିବାକୁ ଅଛି, ତେଣୁ ମୁଁ ସଂକ୍ଷେପରେ କହିଦେବି। ଆପଣ ଜାଣିଥିବା କାହାଣୀ, କାରଣ ନୂତନ ନିୟମ ଆପଣମାନେ ବେଶୀ ପଢ଼ନ୍ତି ତ ଜାଣିଥିବେ। ଆଉ ଯୀଶୁଙ୍କ ନିକଟକୁ ନେଇକରି ଅଭିଯୋଗ କଲେ, ହେ ଗୁରୁ, ଏଇ ସ୍ତ୍ରୀ ଜଣକ ବ୍ୟଭିଚାର କର୍ମ କରୁଥିବା ସମୟରେ ଧରା ପଡ଼ିଅଛି, ଆମେ ତାକୁ ଧରିଛୁ। ହେଲେ ମୂଷାଙ୍କର ବ୍ୟବସ୍ଥା ଅଛି, ଏ ପ୍ରକାର ସ୍ତ୍ରୀମାନଙ୍କୁ ପଥର ପକାଇ ମାରିବା ପାଇଁ ମୂଷା ଆଦେଶ ଦେଇଛନ୍ତି। ବ୍ୟବସ୍ଥାରେ ନିୟମ ଅଛି, ଆଦେଶ ଅଛି। ହେଲେ ତୁମେ କ'ଣ କରୁଛ ବୋଲି ଯୀଶୁକୁ ପଚାରିବା ପାଇଁ ଗଲେ।
କାରଣ ଯୀଶୁ ତାହେଲେ ପରୀକ୍ଷା ଦେବା ଉଦ୍ଦେଶ୍ୟରେ ଗଲେ। ହେଲେ ନିଶ୍ଚିତ ଭାବେ ତାର ପଥର ପକାଇ ପାରିବାକୁ ବାଧ୍ୟ, ଯେହେତୁ ବ୍ୟବସ୍ଥା ସେଟା ଅଛି। ତେଣୁ ଯୀଶୁ ମନା କରିପାରିବେ ନାହିଁ। ଦେଖିବାକୁ ଗଲେ ମୋସାଙ୍କ ବ୍ୟବସ୍ଥାକୁ ଯଦି ଯୀଶୁ ଧରନ୍ତି ତାହେଲେ ସେ ନିଶ୍ଚିତ ଭାବେ ସେ ବଧ ହେବେ। ସେ ସମସ୍ତେ ପଥର ମାରି ତାକୁ ବଧ କରିବେ। ହେଲେ ଆମେ ଜାଣୁ ଯୀଶୁ କ'ଣ ଧରି ଜଗତକୁ ଆସିଲେ? ପ୍ରଥମ ଯୋହନ 1 ପର୍ବରେ ଯୀଶୁ ନା ଆଉ ଯୀଶୁ ସତ୍ୟ ଆଉ ଅନୁଗ୍ରହରେ ଆସିଲେ। ହେଲେ ବ୍ୟବସ୍ଥା ଯୁଗରେ ମାର ପିଟ ଏଇଟା ଏକା ନୁହେଁ। ଚକ୍ଷୁ ବଦଳେ ଚକ୍ଷୁ, ଦନ୍ତ ବଦଳେ ଦନ୍ତ ନୁହେଁ। ଯୋଉଟା ଆଉ ପାପର ପ୍ରତିଫଳ ସବୁ ଅଛି ବ୍ୟବସ୍ଥା। ହେଲେ ଯୀଶୁ ତ ଅନୁଗ୍ରହ ଧରି ଆସିଛନ୍ତି। ତେଣୁ ଅନୁଗ୍ରହ ଅନୁସାରେ ସେ ବାଧ୍ୟତାର ଅନୁଗ୍ରହ ସେ ପ୍ରୟୋଗ କରିବାକୁ ପଡ଼ିବ ଏବଂ ପାପୀମାନଙ୍କୁ ସେ ଉଦ୍ଧାର କରିବାକୁ ହେବ ତାଙ୍କ ଅନୁଗ୍ରହ। ତେଣୁ ତାଙ୍କର ଅନୁଗ୍ରହକୁ ସେ ବ୍ୟବହାର ତାଙ୍କର ପାପକୁ ତା ଅନୁଗ୍ରହ ଅଧିକାରକୁ ସେ ବ୍ୟବହାର କରୁଛନ୍ତି। ତେଣୁ ଯୀଶୁ କ'ଣ କଲେ ନା ତଳେ ଲେଖିବାକୁ ଲାଗିଲେ। ଆଉ ଲୋକମାନେ ଅଭିଯୋଗ ଉପରେ ଅଭିଯୋଗ କରିବାକୁ ଚାହୁଁଛନ୍ତି ଯେ ମୋସାଙ୍କ ବ୍ୟବସ୍ଥାରେ ଲେଖା ହେଉଛି ପଥର ପକାଇ ମାରିବା ପାଇଁ। ହେ ଯୀଶୁ ତୁମେ କ'ଣ କହୁଛ? ହେଲେ ସେମାନେ ଯୀଶୁକୁ ପରୀକ୍ଷା କରୁଛନ୍ତି। ହେଲେ ଯୀଶୁ ତଳେ ଲେଖିବାକୁ ଲାଗୁଛନ୍ତି। ତେବେ ଯୀଶୁ ଗୋଟେ କଥା କହିଲେ, ତୁମମାନଙ୍କ ମଧ୍ୟରେ ଯିଏ ନିଷ୍ପାପ ସେ ପ୍ରଥମରେ ସେ ଏ ସ୍ତ୍ରୀକୁ ପଥର ପକାଉ ବୋଲି କହିକିରି ସେ ପୁନର୍ବାର ଲେଖିବାକୁ ଆରମ୍ଭ କଲେ। ତେବେ ସେମାନେ ଦେଖିଲେ ଯେ ସେମାନେ ସମସ୍ତେ ପାପୀ। ସେମାନେ ମଧ୍ୟ ବଡ଼ ବଡ଼ ପାପୀ ସେମାନେ, ଯାହାକି ମୋସାଙ୍କ ବ୍ୟବସ୍ଥା ଅନୁସାରେ ସେମାନେ ଆଉ ମୃତ୍ୟୁ ଦଣ୍ଡ ଭୋଗିବାକୁ ଯୋଗ୍ୟ ସେମାନେ। ସେଥିପାଇଁ ସେମାନେ ଜାଣିଲେ ଯେ ମୁଁ ତ ଏ ପ୍ରକାର ପାପୀ, ମୁଁ ତ ଏ ପ୍ରକାର ପାପ କରୁଛି। ମୁଁ ମୋସାଙ୍କ ବ୍ୟବସ୍ଥା ଅନୁସାରେ ମୁଁ ପଥରରେ କ'ଣ ସାପରେ ଛେଚି ହାମାରେ ସେତିକି ମୋତେ ମାରିବାକୁ ଅଛି, ସେମିତି ମୁଁ ମରିବାକୁ ଅଛି। ତେବେ ମୁଁ ଏ ସ୍ତ୍ରୀ ବିରୁଦ୍ଧରେ ଆସିଛି କି ଏଇଟା ହେବ ନାହିଁ ବୋଲି ସେମାନେ ଜଣ ଜଣ ଛାଡ଼ି ଚାଲିଲେ। ଅର୍ଥାତ୍ ଯୀଶୁ ଏଠାରେ ଆମେ ଦେଖୁଛୁ ଯୀଶୁ ଆଉ ସେ ଦୁର୍ବଳ ନାରୀଙ୍କ ସପକ୍ଷରେ ସେ ଠିଆ ହେଲେ, ତାର ପଟିଆ ହେଲେ ହେଲା। ମୋସାଙ୍କ ବ୍ୟବସ୍ଥା ଗୋଟେ ସାଇଡ଼ରେ ରହିଗଲା। ଯୀଶୁଙ୍କର ଅନୁଗ୍ରହ ସେଠାରେ ପ୍ରୟୋଗ ହେଲା, ବ୍ୟବହାର ହେଲା, ଯଦ୍ୱାରା ସେ ସ୍ତ୍ରୀ ରକ୍ଷା ପାଇବ। ଏଠାରେ ଆମେ ଦେଖୁଛୁ ଯୀଶୁ କିପରି ତାଙ୍କ ସପକ୍ଷ ହୋଇ ତାଙ୍କୁ ସେ ରକ୍ଷା କଲେ। ଦୁର୍ବଳ ନାରୀର ସପକ୍ଷ ସେ ହେଲେ। ତାପରେ ଆମେ ଆଉ ଗୋଟେ ବିଷୟ ଦେଖିବା, ଲୁକ 7 ପର୍ବରେ ଗୋଟେ ପାପିଷ୍ଠ ସ୍ତ୍ରୀ ବିଷୟରେ ଲେଖା ଅଛି। ମୁଁ ବେଶୀ ବୁଝେଇବାକୁ ଚାହୁଁନି। ଗୋଟେ ପାପିଷ୍ଠ ସ୍ତ୍ରୀ ବିଷୟରେ ଲେଖା ଅଛି 7 ପର୍ବ ଆଉ 37ରୁ 50 ଯାଏ ଅଛି। 50 ପଦ ଆଜି ଗୋଟେ ଝିଅ ସୁଲାପ କରିଥିଲେ। ହେଲେ ସେଠାରେ କ'ଣ ନା ସିମୋନ ନାମକ ଗୋଟେ ଫାରସୀଙ୍କ ଗୃହରେ ଯୀଶୁ ଭୋଜନ କରିବା ପାଇଁ ବସିଛନ୍ତି ତାଙ୍କ ଶିଷ୍ୟମାନଙ୍କ ସହିତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ସେ ଭୋଜନରେ ବସିଛନ୍ତି। ହେଲେ ଏପରି ସମୟରେ ଜଣେ ସେ ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲା। ସମସ୍ତେ ଜାଣନ୍ତି ଯେ ଗୋଟେ ପାପିଷ୍ଠା ସ୍ତ୍ରୀ ହେଉଛି। ହେଲେ ଏ ପାପରୁ କେମିତି ମୁଁ ରକ୍ଷା ପାଇ ଉଦ୍ଧାର ପାଇକି ସମସ୍ତେ ମୋତେ ଛି ଛି ବୋଲୁଛନ୍ତି, ଘୃଣା କରୁଛନ୍ତି ବୋଲି ସେ ନିଜ ଜୀବନରେ ସେ ପାପରେ ମୋତେ ସେ ଉଦ୍ଧାର କରୁଥିଲେ। ଆଉ ସେ ପାପରୁ କେମିତି ସେ ଉଦ୍ଧାର ପାଇବ, ରକ୍ଷା ପାଇବ, ଆଉ ଏହା ସେ ନିଜେ ନିଜେ ସେ ମନେ ମନେ କରୁଥିଲେ, ମନେ ଭାବୁଥିଲେ। ଆଉ ସୁଯୋଗ ଆସିଲା ଯେ ଯୀଶୁ ଯେତେବେଳେ ଲୋକମାନଙ୍କର ପାପ କ୍ଷମା କରୁଥିଲେ, ରୋଗୀମାନଙ୍କୁ କହୁଥିଲେ ତୁମର ପାପ କ୍ଷମା କରା ବୋଲି କହୁଥିଲେ। ତୁମର ରୋଗ ସୁସ୍ଥ ହେଲା ବୋଲି ନ କହି ଗୋଟେ ପକ୍ଷାଘାତ ରୋଗୀକୁ ଯୀଶୁ କ'ଣ ବୋଲି କହିଲେ, ତୋର ପାପ କ୍ଷମା ହେଲା ବୋଲି କହିଲେ। ଗୋଟେ ପକ୍ଷାଘାତ ରୋଗୀକୁ ନେଇଛନ୍ତି, ଛାତ ଖୋଲିକି ଓହ୍ଲେଇଛନ୍ତି। ଯୀଶୁ ତୁ ରୋଗରୁ ସୁସ୍ଥ ଯା ବୋଲି କହିଲେ, ତୋର ପାପ କ୍ଷମା ହେଲା ବୋଲି କହିଲେ। ହେଲେ ଏ କଥାଟା ଚାରିଆଡ଼େ ବ୍ୟାପି ଯାଇଛି। ଏପରି ଅନେକ ବିଷୟ ଅଛି ନୁହେଁ, ଯାହାକି ଆମେ ସେତିକିବେଳେ ମଧ୍ୟ ଦେଖିଲୁ। ସେ ପାପିନୀ ସ୍ତ୍ରୀକୁ ଯୀଶୁ କହିଲେ ଆଉ ଆଜିଠାରୁ ପାପ କ୍ଷମା ଯା ବୋଲି କହିଥିଲେ। ଯୀଶୁ ପାପ କ୍ଷମା କରନ୍ତି, ସେ ବୋଧେ ଶୁଣିଥିବ ବୋଧେ ସେ, ଯାହା ମୋର ଚିନ୍ତା। ହେଲେ ଏଇଟା ସୁଯୋଗ ଯୀଶୁଙ୍କ ନିକଟକୁ ଯାଇକିରି ଏବେ ସେ ପାପ କ୍ଷମା ଏଇ ସମୟରେ ମାଗିବେ। ଏଇଟା ଗୋଟେ ତା ପାଇଁ ସୁଯୋଗ ଆସିଛି
तेणु एडे बड़ सिमोन से गोटे फारसी लोक हेले ता घर को जीवार आर कौन अधिकार ना कौन अधिकार ना से घर आखि पके देखा भी आर कौन योग्यता ना किंतु से सुगंधी तौल धरला बहुमूल्य सुगंधी तौल धरला गला से कौन गला जीशुकर पाद पाखे बसी से कांदुची निज पाप सकाशे अनुदान कर से लुहरे जीशुकर पाद भिजी जाऊँगी से तेल को ढाली देकरी जीशुकर पाद को केशर पोछि दूची हेले एठार लक्ष्य करवा जहाँ चिंता अनुसार फाउसी जनक मने मने से स्त्री को दोषारोप करते गोटे पापी स्त्री गोटे पापिष्टा स्त्री गोटे से मने मने से दोष दौरान से मने मने तार विरोधी जाऊँ गोटे एडे बड़ पापिष्टा स्त्री ये जो गोटे भाबा दी था जीशु ख्रीष्ट ताले एडे बड़ पापी स्त्री पापिष्टा स्त्री ये तो जानी था छुआ को दे न था से मने मने से स्त्री प्रति से विरक्ति जाऊँ विरोधी मनोभाव हो दोष से लगी दौरान ये बड़ पापिष्टा स्त्री 49 पद पढ़ा ना 38 पक्ष रोदन पछुआड़े पाद पाखे ठिया रोदन करू अश्रु जल पाद सिक्त कर निज मस्तकर केशरे पोछा लगिला पाद को चुमन करू करू सुगंधी तल लगाइदेक लगिला ताहा देखी जो भाषी निमंत्रण करते से मने मने कहले ए जीशु जदि भाव दुई था ताहले ए जो स्त्रीटा स्वस्थ करुच्छी जे किए कि प्रकार पापिनी स्त्री किपर पापिष्टा यह जानी था मने मने भावी पकाउछ स्त्री विषय मने मने दोषारोप करुका स्त्री कि पापिनी स्त्री को लोक मैंने प्रभु ए व्यभिचार कर्म धरा पड़ी अच्छी बोली दोष लदी दोषारोप कर जीशु को पत्थर पकाई मारा पानी सिमती एका है से स्त्री विषय मने मने बेसी भारी पाऊँ दोष दोष दूसरी विरोध हो गोटे बहुत बड़ धार्मिक भावी मात्र जीशु सिमोन मन कथा जाणिकी से गोटे दुईटा दृष्टांत दे जड़े 50 टका बाकी थी आउ जड़े 500 टका बाकी था मैंने आजिकल चिंतार जड़े 5,000 हो पाए आउ जड़े 50,000 टका कि बेसी हो पाए 50 टका ऋण को से महाजन छाड़ीदे सेपरी 500 टका ऋण ऋणी को ऋण छाड़ीदे किए बेसी प्रेम करब से ऋणी महाजन को जीशु कहते सिमोन कहला बोधुए से जार अधिक ऋण क्षमा करदेला से बेसी प्रेम करब से महाजन को सिमोन कहे जीशु से बुझे देखुच मु तुम घर को आसली तुम पानी देल ना तेल देल ना जुहुतिना कर मात्र स्त्री किंती तार जल मोर पाद पोछि दूसरी से चुम्बन करू मोर पाद को से चुम्बन करू तार अश्रु जल पोछि दूसरी सुगंधी तेल लगे दूसरी तेणु यार अनेक पाप क्षमा है अर्थात प्रभु तार पाप क्षमा करदेले हेले जो दोषारोप करथिला एते बड़ पापीटा पापिष्टा स्त्रीटा ए विषय कोन जानि नै कि जे तार पाद चुम्बन करथिले नीरव अछि केशर पाद पोछि दउथिले नीरव अछि ए कीर्ति का भाबा देबली से भाबती मात्र के धार्मिक आइला से पापिष्टा स्त्री धार्मिक आइला मुई जीशु तार सपक्ष हेले तार प्रार्थना सुनले तार पाप क्षमा करले और फारसी जनक पाप क्षमा पाइला कि नहीं तेणु जीशु सब दोष देकर कहते जे 84 पदर फारसी को केते दोष दे जीशु कहते पढ़ले डेरी हे आपने जानते एणु मु तुमको कहूँ 47 पद यार अनेक पाप क्षमा हो कारण से बहुत प्रेम कला किंतु जहाँ अल्प क्षमा दि जाए से अल्प प्रेम करे आउ से स्त्री की कहले तोर पाप सब क्षमा हो जीशु तार सपक्ष है जीशु से तार सपक्ष
ଯୀଶୁ ଉଠିଲେ ତାର ପାପ କ୍ଷମା କଲେ। ତାପରେ ଆମେ ଆଉ ଗୋଟେ ଦୁର୍ବଳ ସ୍ତ୍ରୀ ବିଷୟରେ ଦେଖିବା ଲୁକ 13:10-17। ପଢୁଥିଲେ ଖାଲି କହିଦେବି କଲା ଦ୍ୱାରା ପଢିକି କହିଲେ ଟିକେ ବୁଝିବ, କିନ୍ତୁ ଡେରି ହେବ, ତେଣୁ ମୁଁ ଆଉ ଟିକେ 13ରୁ ଆମେ ଦେଖୁ। ଏଠାରେ 13 ପର୍ବ 10ରୁ 13 ଯାଏ ଅଛି ଯେ ବିଶ୍ରାମବାରେ ଗୋଟେ ସମାଜରେ ଯୀଶୁ ଶିକ୍ଷା ଦେଉଥିଲେ। ହେଲେ ସେଠାରେ 18 ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀ ଲୋକ ସେଠାରେ ଥିଲା। ସେ କୁଚାଇକରି ସେ କୌଣସି ପ୍ରକାର ଆପଣଙ୍କୁ ସେ ସହନ କରିପାରୁନଥିଲେ। ଆଉ ଯୀଶୁ ତାଙ୍କୁ ପାଖକୁ ଡାକିକିରି ଆଉ କହିଲେ, ହେ ନାରୀ, ତୁମର ଦୁର୍ବଳତାର ମୁକ୍ତ ହେବ। ହେଲେ ଆମେ ତଳକୁ ଦେଖୁ ଯେ ଯେତେବେଳେ ଯୀଶୁ ସେ ସ୍ତ୍ରୀକୁ ସୁସ୍ଥ କଲେ, ଯିଏକି 18 ବର୍ଷ ଧରି କୁଚା ହେଇକରି ସେ ସ୍ତ୍ରୀ ଥିଲା, ଗୋଟେ ଦୁର୍ବଳକାରୀ ଆତ୍ମା ତାକୁ ଆଉ ଧରିଥିଲା। ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ହୋଇଥିଲା। ଆଉ ସେ କୁଚା ହେଇକରି କୌଣସି ପ୍ରକାର ନିଜକୁ ସହଜରେ ଖାଇ ପାରୁନଥିଲା। ଏ ପ୍ରକାର ଗୋଟେ କୁଚା ସ୍ତ୍ରୀକୁ ଯୀଶୁ ତା ନିକଟକୁ ଡାକିକିରି ପାଖକୁ ଡାକିକିରି ହିଣ୍ଡାକି ତୁମର ଦୁର୍ବଳତାର ମୁକ୍ତ ହେବ ବୋଲି ତାକୁ ସୁସ୍ଥ ଦେଲେ, ତାକୁ ଆରୋଗ୍ୟତା ଦେଲେ। ଆଉ ସେ ସିଧା ହିଁ ଠିଆ ଚାଲିବାକୁ ପାଇଲେ। ହେଲେ ଏଇ ଘଟଣାଟା ଦେଖିକିରି ସେ ସମାଜର ଅଧ୍ୟକ୍ଷ ବିରକ୍ତି ହେଇଗଲା। ଏ ସ୍ତ୍ରୀ ଜଣକ ଆସି ସୁସ୍ଥ ହେଇଗଲା, ସେ ରାଗିଗଲା। ରାଗି ଯାଇକିରି କହିଲା, ଆଉ 6 ଦିନ ବାକି ଅଛି, ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଶୁକ୍ରବାର, ଏତେ ଦିନ ବାକି ଅଛି, ସେ ଦିନ ଭିତରେ ଆସି ସୁସ୍ଥ ହବ। ରାଗି ଯାଇକିରି ଜୋରରେ କହିଲା, ବିଶ୍ରାମବାର ଦିନ ଆସ ନା। ରାଗିଗଲା, ବିଶ୍ରାମବାର ଦିନ ତୁମେ ଆସ ନା। ତୁମେ ଏଠି ଆସିକି ଏଠି ସୁସ୍ଥ ହଉଛ, ଏଠି କି ବାକ୍ୟ ଶୁଣୁଛ, ଏଠି କି ଉପାସନା କରୁଛ। ରବିବାର ଦିନ ବିଶ୍ରାମବାର ଦିନ ରାଗିଗଲା, ଏତେ ଦିନ ବାକି ପଡୁଛି, 6 ଦିନ କାଳ, ସେ ଦିନ ଭିତରେ ଆସ, ସେ ଦିନ ସୁସ୍ଥ ପଡେ। ହେଲେ ଯୀଶୁ ତୁମେ ଏବେ କରିକି ସେ ସାଙ୍ଗେ ସାଙ୍ଗେ ସେ ସ୍ତ୍ରୀର ସପକ୍ଷ ହେଲା। ଟିକେ ତଳକୁ ଲେଖା ଅଛି 15 ପଦ। କିନ୍ତୁ ପ୍ରଭୁ ତାଙ୍କୁ ଉତ୍ତର ଦେଲେ, ରେ କପଟୀମାନେ, ତୁମେମାନେ ପ୍ରତ୍ୟେକେ କଣ ବିଶ୍ରାମବାରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳୁ ଫିଟାଇ ଘିନି ଯାଇ ପାଣି ପିଆଅ ନାହିଁ? ତେବେ ଦେଖ, 18 ବର୍ଷ ବ୍ୟାପୀ ଶୈତାନ ଦ୍ୱାରା ଆବଦ୍ଧ ଅବ୍ରାହ୍ମଙ୍କ କନ୍ୟା ଏହି ସ୍ତ୍ରୀ ଲୋକଟି କଣ ବିଶ୍ରାମବାରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନଥିଲା? ଆଉ ସେ ଏଇ କଥା କହନ୍ତେ ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ। ମାତ୍ର ଲୋକ ସମୂହ ତାହାଙ୍କ କୃତ ସମସ୍ତ ମହତ୍ କର୍ମ ସକାଶେ ଆନନ୍ଦ କରିବାକୁ ଲାଗିଲେ। ଯୀଶୁ ଯେତେବେଳେ ଏ କଥାଟା ସେ ବିଶ୍ରାମବାର ଅଧ୍ୟକ୍ଷ କହିଲା, ଏ ଦୁର୍ବଳା ସ୍ତ୍ରୀ ଜଣକ ଟିକେ ସଂକୁଚିତ ହେଇଗଲା, ଟିକେ ତାର ମନ ଉଡ଼ା ହେଇଗଲା। ଟିକେ ବଡ଼ କଥା କହିଲା, କିନ୍ତୁ ତାର ମନ ଟିକେ ଉଣା ପଡ଼ିଗଲା। ହେଲେ ଏଇ ଘଟଣା ଦେଖିକିରି ଯୀଶୁ ତା ମନ ସାଙ୍ଗେ ସାଙ୍ଗେ ସେ କ'ଣ କଲେ, ରେ କପଟୀ ମାନେ, ତୁମେ ବିଶ୍ରାମବାରରେ ତୁମେ ନିଜର ଗୁହାଳରୁ ଗଧ ବଳଦ ସବୁ ଫିଟାଇ ନେଇକିରି ତୁମେ ଯାଇକିରି ପାଣି ପିଆଉଛ। କାରଣ କ'ଣ, ପାଣି ନ ପିଆଲେ ଶୋଷରେ କାକୁତି ହେଇଯିବେ ଗାଈ ଗୋରୁ ଗଧ ନେଇକି ସେମାନେ। ହେଲେ ତୁମେ ଗୋଟେ ପଶୁର କଷ୍ଟ ଜାଣିବାକୁ ପାରୁଛ। ତେବେ 18 ବର୍ଷ ଧରି ଶୈତାନ ଦ୍ୱାରା ଆବଦ୍ଧ ଦୁର୍ବଳ ଆତ୍ମାକାରୀ ଦ୍ୱାରା ଆବିଷ୍ଟ ଆଉ ଶୈତାନ ଦ୍ୱାରା ଆବଦ୍ଧ ଅବ୍ରାହ୍ମଙ୍କର ଏଇ କନ୍ୟାଟି, ଏ ସ୍ତ୍ରୀ ଲୋକଟି କ'ଣ ବିଶ୍ରାମବାରରେ କ'ଣ ସୁସ୍ଥ ହେବାର କ'ଣ ଆବଶ୍ୟକ ନଥିଲା କି ବୋଲି କହିବାରୁ ତାର ପାଟି ବନ୍ଦ ହେଇଗଲା। ସେ ଅଧ୍ୟୟନ ପାଟି ବନ୍ଦ ହେଇଗଲା। ଏଥିରୁ ଆମେ ଜାଣୁଛୁ ଯେ ଯୀଶୁ ସେ ମାଆର ସପକ୍ଷ ହେଲେ। ଯୀଶୁ ଯଦି ସପକ୍ଷ ହେଇନଥାନ୍ତା, ସେ ଅଧ୍ୟକ୍ଷର ଆଉ ମାନେ ଗର୍ବ ଆହୁରି ବେଶୀ ବଢ଼ି ଯାଇଥାନ୍ତା। ଏଇଟା ବହୁତ ବଡ଼ ସୁନ୍ଦର କଥା କହିଦେଲି ବୋଲି ସେ ବହୁତ ଗର୍ବୀ ହେଇଯାଇଥାନ୍ତେ। ମୁଁ ବହୁତ ନ୍ୟାୟ କଥା କହିଦେଲି ବୋଲି ଭାବିଥାନ୍ତି। ତାପରେ ଆଉ ଗୋଟେ କହି ମୁଁ ଶେଷ କରିବି, ମାଥ୍ୟୁ 26 ପର୍ବ, ଏଇଟା ଟିକେ ପଢ଼ିବା। ମାଥ୍ୟୁ 26 ପର୍ବ 3ରୁ 8 ପଢ଼ିବା। ସେହି ସମୟରେ ପ୍ରଧାନ ଯାଜକ ମାଥ୍ୟୁ 26 3ରୁ ପଢ଼ିବା। ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନ ବର୍ଗ କୟାଫା ନାମକ
କରିଅଛି। 12 ଯାଏ ଦରିଦ୍ରମାନେ ତ ସର୍ବଦା 13 ଯାଏ ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନଥିବି। ଆଉ ସେ ମୋର ସମାଧି କ୍ରିୟା ସ୍ୱରୂପେ ମୋର ଶରୀରରେ ଏହି ତୈଳ ଢାଳି ଦେଇଅଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀ ଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ। ଏଠାରେ ଆମେ ଦେଖୁଛୁ ଯେ ନିସ୍ତାପ ପର୍ବ ହେବାକୁ 2 ଦିନ ଅଛି। ଯୀଶୁଙ୍କୁ ଧରି କ୍ରୁଶରେ ମାରିଦେବେ, ସେ ଶତ୍ରୁ ହସ୍ତରେ ସମର୍ପିତ ହେବେ। ଆଉ ଏଥି ପୂର୍ବରୁ ନିସ୍ତାପ ପର୍ବ ପୂର୍ବରୁ ଜଣେ ସ୍ତ୍ରୀ ଲୋକ ସେ କ'ଣ କଲା ନା ଅତି ଉତ୍ତମ ବହୁମୂଲ୍ୟ ସୁଗନ୍ଧି ତୈଳ ଆଣିକିରି ସେ ଯୀଶୁଙ୍କର ଭୋଜନରେ ବସିଥିବା ସମୟରେ ଯୀଶୁ ବସିଛନ୍ତି, ତାଙ୍କ ଶିଷ୍ୟମାନେ ବସିଛନ୍ତି, ବହୁତ ମାନ୍ୟଗଣ୍ୟ ଲୋକମାନେ ବସିଛନ୍ତି। ଆଉ ସେ ତାଙ୍କ ମସ୍ତକରେ ସେ ତୈଳକୁ ଢାଳିବାକୁ ଲାଗିଲେ। ହେଲେ ଆଉ ଏଠାରେ ମରିୟମଙ୍କ ବିଷୟରେ ଲେଖାଯାଏ। ଆମେ ସେତିକିବେଳେ ଏଇଟା ଯୋହନ 12 ପର୍ବରେ ମଧ୍ୟ ଅଛି। ଯୋହନ 12 ପର୍ବରେ ମଧ୍ୟ ଅଛି। ଆଉ ଏଇଟା ମାଥ୍ୟୁ 26:6-13 ବି ଅଛି। ଆକୁ ଟିକେ ସାମଞ୍ଜସ୍ୟ କରି ପଢ଼ିଲେ ଜଣା ପଡ଼ିବ। କିନ୍ତୁ ଅନେକ ମାନେ ଟିକେ ଆମେ ନ ବୁଝି ଆମେ କେତେବେଳେ ଆଉ ସେ ପାପି ସ୍ତ୍ରୀ ଆଗ ବୋଲି ସବୁଠି ଆମେ କହିଦେଇଥାଉ। ହେଲେ ଆଉ ମରିୟମଙ୍କ ବିଷୟରେ ଲେଖାଯାଏ ମାଥ୍ୟୁ ଏଇଟା ଆମେ ମାଥ୍ୟୁ 26 ପଢ଼ିଲୁ ନା 26 ଏଠାରେ ମରିୟମଙ୍କ ବିଷୟରେ ଲେଖାଯାଏ। କିନ୍ତୁ 6 ପଦକୁ ଯଦି ଆମେ ଦେଖୁ ବେଥନିଆରେ ପୁଷ୍ଟି ସିମୋନଙ୍କ ଗୃହରେ ବୋଲି ଲେଖାଯାଏ ଥିବା ସମୟରେ ଏଠାରେ ଦେଖୁ ମରିୟମଙ୍କ ବିଷୟରେ ଲେଖାଯାଏ। ମରିୟମ ଯୀଶୁଙ୍କୁ ବହୁତ ପ୍ରେମ କରୁଥିଲେ। କେବଳ ପ୍ରେମ କରି ସେତିକିରେ ସେ ସନ୍ତୁଷ୍ଟ ସେ ହେଲେ ନାହିଁ। ସେଇ ପ୍ରେମକୁ ପ୍ରକାଶ କରିବାକୁ ସେ ଗୋଟେ ଉପାୟ ଖୋଜିଲେ। ସେ ଧନୀ ଥିଲେ କି ଗରିବ ଥିଲେ ସେଟା ଆମେ ଜାଣିପାରୁନୁ, କିନ୍ତୁ ସେ ବହୁତ ଟଙ୍କା ଦେଇକିରି ଏଇ ସୁଗନ୍ଧି ତେଲକୁ ସେ କିଣିଲେ। ଏ ସୁଗନ୍ଧ ତେଲର ସୁନ୍ଦର ଫୁଲଟିଏ ସେ କିଣିଲେ। ଯୀଶୁ ତାଙ୍କ ଶିଷ୍ୟମାନଙ୍କ ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିମାନଙ୍କ ସହିତ ସେ ଭୋଜନ କରିବା ସମୟରେ ମରିୟମ ନିଜ ଉପହାର ସେ ସୁଗନ୍ଧି ତୈଳକୁ ନେଇ ଯୀଶୁଙ୍କୁ ନିଜ ଉପହାର ସେ ପ୍ରଦାନ କଲେ। ଆଉ ଏ ଦାମୀ ଅତର ତେଲର ସୁଗନ୍ଧ ଯେତେବେଳେ ହେଲା ଲୋକମାନେ ଚମତ୍କୃତ ହେଇଗଲେ। ମରିୟମ ତେଲକୁ ନେଇକିରି ସେ କ'ଣ କଲେ, ଆଉ ଯୀଶୁ ଭୋଜନରେ ବସିବା ସମୟରେ ଏ ତେଲକୁ ସେ ନେଇକିରି ଆଉ ସେ କ'ଣ କଲେ ଯୀଶୁଙ୍କର ମସ୍ତକରେ ସେ ଢାଳିଲେ। ଆଉ ଏ ତେଲ ଏତେ ବଡ଼ ଦାମିକା ତେଲ ଯେ ଆଉ ଏ ସାଧାରଣ ଲୋକ କିଣିବାକୁ ପାଇନଥାନ୍ତି। କିନ୍ତୁ ମରିୟମ ସେ ଯୀଶୁଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେଥିପାଇଁ ବୋଲି ସେ ଏତେ ଦାମିକା ତେଲ ସେ କିଣିଲେ ଏବଂ ସେ ନେଇକିରି ଯୀଶୁଙ୍କ ମସ୍ତକରେ ସେ ଢାଳିଲେ। ହେଲେ ସେ ଯେତେବେଳେ ସେ ତେଲ ଢାଳିଲେ ସେ ତେଲର ସୁଗନ୍ଧ ସେ ଘର ଯାକ ମହକିଗଲା। ଆଉ ଲୋକମାନେ ସାଙ୍ଗେ ସାଙ୍ଗେ ଚମକିଗଲେ, ଏତେ ସୁଗନ୍ଧ କ'ଣ ଏଇଟା? ଆଉ ସେମାନେ ଜାଣିବାକୁ ପାଇଲେ ଯେ ଏଇଟା ଗୋଟେ ଅତି ଉତ୍ତମ ସୁଗନ୍ଧି ତୈଳ। ଆଉ ସେମାନେ ଜାଣିବାକୁ ପାଇଲେ। ହେଲେ ଏତିକି ଭିତରେ ସ୍ପିରିଟ ଯୁଦା ସେ ସମ୍ଭାଳି ରଖିପାରିଲେ ନାହିଁ ନିଜ ମନକୁ। ଆଉ ସେ ତାଙ୍କର ମୁଖକୁ ସେ ବନ୍ଦ କରି ରଖିପାରିଲେ ନାହିଁ। ଆଉ ସେ କହିଲା ଏତେ ଅପବ୍ୟୟ କାହିଁକି? ଆଉ ଏଇଟା ତ ବିକିକିରି ଦରିଦ୍ରମାନଙ୍କୁ ଦିଆଯାଇଥିଲେ କେତେ ସେମାନଙ୍କୁ ରୂପା ହେଇଥାନ୍ତା, ପୁଣି ବେକାର ଏତେ ନଷ୍ଟ ହେଇଗଲା ଏଇଟା ବୋଲି ଆଉ ଈଶ୍ୱର ଯୁଦା କହିଲା। କାରଣ କ'ଣ ନା ଯେତେ ଟଙ୍କା ସୁଭ ଆଦାୟ ହେଉଥିଲା ଯୀଶୁଙ୍କର ସେବା କାର୍ଯ୍ୟ ନିମନ୍ତେ ସେ ସବୁ ସେ ଚୋରିକିରି ନେଇଯାଉଥିଲା। ଯୌନ ପୁସ୍ତକରେ ଲେଖା ଅଛି। ହେଲେ ଏତେ ଆଉ ବହୁମୂଲ୍ୟ ତୈଳ ଯେତେବେଳେ ନଷ୍ଟ ହେଇଗଲା ତାକୁ ଲୋଭ ପଶିଲା। ଏତେ ଅନ୍ୟାୟ ହେଇଗଲା କି ଏଇଟା ବିକିଥିଲେ ଏଥିରୁ ମୁଁ କେତେ ପଇସା ପାଇଥାନ୍ତି। ଏଇଟା ଏତେ ଅନ୍ୟାୟ ହେଇଗଲା, ନଷ୍ଟ ହେଇଗଲା। ତାକୁ ଭାଙ୍ଗିକିରି ବୋତଲ ଭାଙ୍ଗି ଦେଇକିରି ସେ ତେଲକୁ ଯୀଶୁଙ୍କ ମସ୍ତକରେ ଢାଳି ଦେଲେ। କେତେ ନଷ୍ଟ ହେଇଗଲା। ସେ ବହୁତ
चिंतित होगले व्यतिग्रस्त होकर कहले से मुख बंद न रखी मुख को बंद रखी पारे ना से कहले एत कमी कहीं एटा तो बिकिरी दरिद्र मान दिया जाता हेले शिष्य मैंने लुक चौहन माथु आदि समस्ते हाँ मारा सत्य समस्ते समर्थन करें ईश्वर तो जोड़ा कथा समझे कथा समर्थन करें एत लोक दृष्टि सम्मुख में मरियम से संकुचित हो गले पूरा ता मनोरंगा हो गला एत बड़ उत्तम काम करी निजर मन को से उड़ा करता से गहली निजक संकुचित हो पार्टी फुटी कर पारा एतकी भितर जीशु सांगे सांगे मरियम सपक्ष से क्या है से दोषारोप कले मरियम को विरोधी मंतव्य देले मरियम को सांगे सांगे जीशु मरियम को सपक्ष से ठिया से कहले ता संगे लाग समस्त चुप कर दे से देखा जीशु ताहा जाणु न पदरे तो अनेक प्रकार विक्रय करा जाए दरिद्र मान को दिया जाए पारिथा एक कथा जो स्कृत जुदा कहला जीशु ताहा जाणी से कहले कहीं स्त्री लोकटी को कष्ट देवछ से तो मो प्रति उत्तम कर्म कर दरिद्र माने तो सर्वदा तुम निकट अच्छा मात्र मुझे सर्वदा तुम निकट नी से मोर समाधिक्रिया स्वरूपे मोर शरीर में यही तल ढाली दे अच्छी मुझे तुमको सत्य कହୁଛି समस्त जगतर जेकोसी स्थान में यही सुसमाचार घोषणा कर से स्थान में ए स्त्रीलोकर शरणार्थे ताहार यही कर्मर कथा कह देखो केते बड़ सपक्ष जीशु सपक्ष बाहर सांगे सांगे से जिहुदा एवं अन्य शिष्य सेठारे बसवा मान्यगण्य व्यक्ति मान सम्मुखें से स्त्रीलोक सपक्ष है से कहले जे दरिद्र माने सबदा तुम निकट अच्छा तुम जिते इच्छा से तुम्हें साहय कर किंतु मु सर्वदा जगत में थी मुझे जगत छाड़ी मुझे चली जाऊँगी मुझे समाधि को जाऊँगी अल्प दिन पर मोर से समाधि क्रिया स्वरूप ये कौन कले ना आगु से तल को से समाधि क्रिया स्वरूप से तल को ढाली दे कारण से मरियम चिंता कले जे जीशु को कबर दिया जीव मुझे जापारि ना तेणु यही समय मुझे जीशु को तेल लगे पारि ना तेणु मुझे समय जीशु बची था तेल मखई देती से तेल लगे मखई दे जीशु को मस्तक देह मखई दे अर्थात समाधि जो समाधि क्रिया जो तल को व्यवहार कर सूक्ष्म वस्त्र पिंधाई समाधि देते पूर्व जीशु बची था से जीशु को समाधि क्रिया स्वरूप से तेल को लगे तब आम देखू जीशु जो मृत्यु भोगिले जोसेफ निकोदिम मैंने आसिले बहुत अगुरु तेल बोली बाहर देखा सुगंधी अगुरु तेल नहीं से जीशुकर से मृत शरीर में मखईदे सुगंधी वस्त्र को जीशु को पिंधे देले घोड़े देले समाधि नहीं रखे से कार्य मन कर तेणु जीशु बची था से कर गले से आगु से प्रकार कार्य से कर तेणु जीशु से सांगे सांगे कहले जे से मोर समाधि क्रिया स्वरूपे मोर शरीर में यही तल ढाली दे अच्छी तेणु मु तुमको सत्य कहूँ समस्त जगत जेकोसी स्थान में जीशुकर सुसमाचार घोषणा कर स्थान में यही स्त्रीलोकर जो शरणार्थे जो कम कर शरणार्थे तार यही कर्मर कथा कह जीशु मरियम सपक्ष कर जीशु जो कथा कहले आज से कथाटा आज ये प्रकाश करा कि ना लोक मैंने प्रकाश कर जीशु एमती करी जीशु को मरियम तेल ढाली देते समाधि क्रिया स्वरूप से वस्त्र तल ढाली देते सब जगह प्रकाश हो जीशु कहना कथा मिछ कि हूँ प्रकाश
जीशु कौन गले से स्त्री मान सपक्ष से आज आम देखू जे जीशु गोटे व्यभिचारी स्त्री प्रति से सपक्ष हेले लोक मैंने दोषारोप करते तार घोर तार विरोधी तार विरोध में मंतव्य दूसरे जीशु तार सपक्ष से व्यभिचारी स्त्री को से हस्त रक्षा कले तापर गोटे पापिष्टा स्त्री को से जो कुष्टी सिमोन जो प्रकार से फारूसी सिमोन जो प्रकार से दोषारोप करते जीशु से स्त्री को सपक्ष हो से फारूसी को से जवाब देते तापर से कुब्जा स्त्री जाऊ कि जे 18 वर्ष धरी से बहुत कष्ट पाते से जो सुस्थ है से समाज अध्यक्ष जो उठिकी से विरोध देकर से कहले जीशु से दुर्बल स्त्री प्रति सपक्ष से गृहर समाज गृह अध्यक्ष को से जवाब देते मरियम प्रति आम देखलु जो मरियम से सुंदर से बहुमूल्य तौर जीशुकर से समाधि क्रियास्थल मस्तक ढाड़ी थे ईश्वर जुदा से घोर विरोध करते से दोषारोप करते मरियम को जीशु से सागे सागे कौन कले ना मरियम को सपक्ष ठिया हुई से विरोधी मंतव्य से मरियम को सपक्ष हो से साहाय्य करते एठार आम देखुचु जीशु एमान सपक्ष से ठिया है नहीं व्यभिचारी स्त्री प्रति पापिष्टा स्त्री प्रति दुर्बल स्त्री प्रति मरियम प्रति जीशु एमान सपक्ष से ठिया है लोक मान दोषारोप और विरोधी मंतव्य से आवरी रखिले एवं शत्रु मान विपक्ष मान मुख को से बंद कले से दिन जीशु अपना लोक मान प्रति जीशुकर केते ममता एठार आम देखा पार्छ आते अनुग्रह एठार देखा पार्छ संसार घात प्रतिघात दुख कष्ट जीशु आम से आवरी रखी था दुख समय से आम निकटवर्ती सहाय था शोकरे से आम सांत्वनादाता करते दुर्बलतार से आम बल दिखती से आम घाबरा नहींकि आम जीशु को आम चाहिए आवश्यक रही आड़ को आम अनेक दरकार साहय निश्चय आम आसब तेणु द्वितीय वंशावली 16:9 लिखाई जो मैंने प्रभु प्रति जो अंतकरण सिद्ध था से सपक्ष आपना को बलवान देखापी चकु पृथ्वीर सर्वत्र भ्रमण देखा अर्थात जो मैंने प्रभु प्रति अंतकरण को सिद्ध करती प्रभु को निज हृदय दिखती अंतकरण दिखती मन दिखती से सपक्ष जीशु आपना को बलवान देखा से कौन करती चक्षु से रखी था तेणु आम जदि जीशु के प्रति आम जदि आम हृदय को समर्पण करवा आमर अंतकरण आम सिद्ध करवा पवित्र करवा आम ग्रहण करवा तेरे जेते प्रकार विरोधी मंतव्य हो दोषारोप विरुद्ध हो पछे प्रभु से सबूर से रक्षा करेंगे आम शत्रु मान विपक्ष मान से उद्धार कर मुख को से बंद करेंगे कारण आम प्रति बहुत ममता अच्छी अनुग्रह अच्छी से सब घात प्रतिघात से आम उद्धार करेंगे रक्षा करेंगे दुख कष्ट से आवरी रखे तेणु आम निकटवर्ती जो पाउल को विरुद्ध लोक मैंने आम टे पढ़ी देखा 2 तिमोथी 4:16-17 पढ़ दू मोहर प्रथम आत्मपक्ष समर्थन समय केही मोर सपक्ष हेले नाही मात्र समस्ते मते परित्याग कले एहा सेमानक विरुद्ध रे गणित न हेउ किंतु प्रभु मोर सपक्ष होई मते बलवान कले पुणी मु सिंह मुखर रक्षा पाइली जेपरि मो द्वारा सुसमाचार संपूर्ण रूपे
ପ୍ରଚାରିତ ହୋଇବାରେ ଓ ବିଜାତି ସମସ୍ତେ ତାହା ଶ୍ରବଣ କରିପାରନ୍ତି। ଯେତେବେଳେ ପାଉଲଙ୍କୁ ବନ୍ଦୀ କରାଗଲା, ଆଉ ପାଉଲ ଭାବିଲେ ମୁଁ ଏତେ ଲୋକ ସୁସମାଚାର ପ୍ରଚାର କରିଛି, ଆଉ ଅନେକ ଲୋକମାନେ ମୋ ବାକ୍ୟ ଶୁଣିକିରି ଯୀଶୁକୁ ବିଶ୍ୱାସ କରି ଗ୍ରହଣ କରିଛନ୍ତି, ଯୀଶୁକୁ ଆଉ ନାରଦ ଭାବେ ଗ୍ରହଣ କରିଛନ୍ତି, ଆଉ ନିଶ୍ଚିତ ଭାବେ ମୋ ସପକ୍ଷ ହେବେ ପରା, ମୋ ସପକ୍ଷରେ କିଛି କଥା କହିବେ ପରା ବୋଲି ସେ ଆଶା କରେ। ସେ ଯେତେବେଳେ ବିଚାର ସମ୍ମୁଖରେ ଠିଆ ହେଉଛନ୍ତି, ଶାସନକର୍ତ୍ତାମାନଙ୍କ ସମ୍ମୁଖରେ ପାଉଲ ଠିଆ ହେଉଛନ୍ତି, ସେତେବେଳେ ସେ ଆଶା କଲେ ମୋର ବିଶ୍ୱାସୀମାନେ ଯେଉଁମାନଙ୍କୁ ମୁଁ ଖ୍ରୀଷ୍ଟିଆନ କରିଛି, ପ୍ରଭୁଙ୍କର ବାକ୍ୟ ଦେଇଛି, ଯେଉଁମାନେ କି ମୋର ବାକ୍ୟ ଶୁଣି ଏତେ ଲୋକ ଖ୍ରୀଷ୍ଟିଆନ ହେଇଛନ୍ତି, ଏତେ ମଣ୍ଡଳୀ ଗଢ଼ିଛି, ସେମାନେ ଆସି ମୋ ସପକ୍ଷରେ ଟିକେ ଠିଆ ହେବେ ପରା ବୋଲି ସେ ଆଶା କଲେ। କିନ୍ତୁ କେହି ଆସିଲେନି। ତେଣୁ ସେ ନିରାଶ ହେଲେ, ସେ ହତାଶ ହେଲେ, ସେ ଦୁଃଖରେ ବୁଡ଼ିଗଲେ। ମୋର ପ୍ରଥମ ଆପପକ୍ଷ ସମର୍ଥନ ସମୟରେ କେହି ମୋର ସପକ୍ଷ ହେଲେ ନାହିଁ, ସପକ୍ଷ ହେବେ ଆସିକି ଟିକେ ମୋ ସପକ୍ଷରେ କହିବେ ନାହିଁ ସେ ବୋଲି ସେ ଆଶା କଲେ। ମାତ୍ର ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ହେଲେ ସେ କହୁଛନ୍ତି ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନୁହେଁ, ସେ କେତେ ଦୁଃଖରେ ସେ କହୁଛନ୍ତି ଦେଖନ୍ତୁ, କିନ୍ତୁ 17 ପଦରେ ପ୍ରଭୁ ମୋର ସପକ୍ଷ ହୋଇ ମୋତେ ବଳବାନ କଲେ, ଆଉ ମୁଁ ସିଂହ ମୁଖରୁ ରକ୍ଷା ପାଇଲି। କାହିଁକି ରକ୍ଷା ପାଇଲେ? ଯେପରି ତାଙ୍କର ସୁସମାଚାର ସର୍ବତ୍ର ପ୍ରଚାରିତ ହେବ, ବିଜାତିମାନେ ଶୁଣିବାକୁ ପାଇବେ, ଏଥିପାଇଁ ପ୍ରଭୁ ତାଙ୍କୁ ରକ୍ଷା କଲେ। ପ୍ରଭୁ ତାଙ୍କର ସପକ୍ଷ ହେବେ। ନିଶ୍ଚୟ ଆମଙ୍କର ଭାଇମାନେ, ଆମର ଭଉଣୀମାନେ, ଆମର ବନ୍ଧୁମାନେ ଆମର ସପକ୍ଷ ହେବାକୁ ପାରିଦେଲେ, ସମସ୍ୟାର ସେମାନେ ଛାଡ଼ିଦେଲେ, ଆମକୁ ପରିତ୍ୟାଗ କରିଦେଲେ, କୌଣସି ଲୋକ ଆମକୁ ସପକ୍ଷ ହେଇପାରିବେନି। କିନ୍ତୁ ଆମେ ଯଦି ଆମର ହୃଦୟ ପ୍ରଭୁ ନିକଟରେ ଆମେ ଦେବା, ପ୍ରଭୁ ଆମର ସପକ୍ଷ ହେଇ ସେ କରିଦେବେ, ଆମକୁ ସେ ଉଦ୍ଧାର କରିବେ। ପାଉଲ କହୁଛନ୍ତି ସିଂହ ମୁଖରୁ ସେ ମୋତେ ରକ୍ଷା କଲେ। ତେଣୁ ଆମେ ଗୀତ ସଂହିତା 146 ମୁଁ ଶେଷ କରିଦେବି। ଗୀତ ସଂହିତା 146 ଆଉ 7ରୁ 9 ପଦ ଟିକେ ପଢ଼ିଦେବି। 146 7ରୁ ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି, ସେ କ୍ରୋଧିତଙ୍କୁ ଭାଗ୍ୟ ଦିଅନ୍ତି, ସଦାପ୍ରଭୁ ବନ୍ଦୀମାନଙ୍କୁ ମୁକ୍ତ କରନ୍ତି, ସଦାପ୍ରଭୁ ଅନ୍ଧମାନଙ୍କୁ ପ୍ରସନ୍ନ କରନ୍ତି, ସଦାପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି, ସଦାପ୍ରଭୁ ଦାରିଦ୍ର୍ୟମାନଙ୍କୁ ପ୍ରେମ କରନ୍ତି, ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି, ସେ ପିତୃହୀନ ବିଧବାକୁ ଧରି ରଖନ୍ତି, ମାତ୍ର ଦୁଷ୍ଟମାନଙ୍କ ପ୍ରତି ସେ ଉଦାର ପକାନ୍ତି। ପ୍ରଭୁ ଏ ପ୍ରକାର ସପକ୍ଷପାତୀ ପରସ୍ପର। ଆଜି ଆମେ ଭୟ କରିବା ନାହିଁ, ପ୍ରଭୁଙ୍କ ଦ୍ୱାରା ଆମେ ନିର୍ଭର କରିବା, ଆମ ଅନ୍ତଃକରଣକୁ ପ୍ରଭୁଙ୍କ ନିକଟରେ ଦେବା, ଆମ ହୃଦୟକୁ ମନକୁ ପ୍ରଭୁଙ୍କ ଠାରେ ଦେବା, ତେବେ ନିଶ୍ଚୟ ପ୍ରଭୁ ଆମଙ୍କ ସପକ୍ଷ ହେବେ। ଆମଙ୍କର ବିରୁଦ୍ଧରେ କେତେ ବିରୋଧୀ ମନ୍ତବ୍ୟ ଆମ ବିରୁଦ୍ଧରେ ଲୋକ କଲେ ମଧ୍ୟ, ଆମକୁ କେତେ ଲୋକ ଦୋଷାରୋପ କଲେ ମଧ୍ୟ ପ୍ରଭୁ ଆମଙ୍କ ସପକ୍ଷ ହେବେ। ଯେପରି ମରିୟମ ପ୍ରତି, ଦୁର୍ବଳା ସ୍ତ୍ରୀ ପ୍ରତି, ପାପିଷ୍ଠା ସ୍ତ୍ରୀ ପ୍ରତି, ଏପରି ସ୍ତ୍ରୀ ଲୋକମାନଙ୍କ ପ୍ରତି ପ୍ରଭୁ ସପକ୍ଷ ହେଇଥିଲେ, ସେପରି ଆଜି ପ୍ରଭୁ ଆମଙ୍କର ସପକ୍ଷ ହେବେ, ଆମକୁ ସେ ଉଦ୍ଧାର କରିବେ। ପ୍ରଭୁ ଆମ ପାଖରେ ଆଶୀର୍ବାଦ କରନ୍ତୁ। ଆଉ ପାଳକୁ ଆସନ ଅନୁରୋଧ କରୁଛି, ମୁଁ ଆସନ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ ଆଜିର ଏହି ଉପାସନାରେ ତୁମେ ଆମମାନଙ୍କ ସହବର୍ତ୍ତୀ